ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଦିବ୍ୟ ଅମୃତ ସିରିଜରେ ମୁଁ ଆପଣମାନଙ୍କ ପାଇଁ ଆଣିବି ଅନେକ ଗୁଡ଼ିଏ ଆଧ୍ୟାତ୍ମିକ ଉପଦେଶ, ଉଦାହରଣ, ଗଳ୍ପ ଇତ୍ୟାଦି। ତେବେ ଦିବ୍ୟ ଅମୃତ ସିରିଜର ପ୍ରଥମ ଗଳ୍ପ ଆସନ୍ତୁ ଶୁଣିବା, ଶେଷରେ ଈଶ୍ୱର ମିଳିଲେ। ଗୋଟିଏ ଗ୍ରାମରେ 4 ଜଣ ବନ୍ଧୁ ଥିଲେ। ସେମାନଙ୍କ ନାମ ଯଥାକ୍ରମେ କର୍ମ, ଭକ୍ତି, ଜ୍ଞାନ ଏବଂ କ୍ରିୟା। 4 ଜଣଙ୍କ ଭିତରେ ମିତ୍ରତା ଥାଏ ସତ, କିନ୍ତୁ ସେମାନେ ନିଜ ତରଫରୁ ଏକୁଟିଆ ଈଶ୍ୱରଙ୍କୁ ପାଇବା ପାଇଁ ବହୁତ ପ୍ରଚେଷ୍ଟା କରୁଥାନ୍ତି। କର୍ମ ସବୁବେଳେ ଚାହୁଁଥାଏ, ମୁଁ କର୍ମ ମାଧ୍ୟମରେ ଈଶ୍ୱରଙ୍କୁ ପାଇବି। ସେ ତାର ପ୍ରତ୍ୟେକ କର୍ମ ନିଷ୍ଠାର ସହିତ କରିଥାଏ। ଜ୍ଞାନ ସବୁବେଳେ ଭାବୁଥାଏ, କିଭଳି ଭାବରେ ମୁଁ ଜ୍ଞାନ ବଳ ଦ୍ୱାରା ଈଶ୍ୱରଙ୍କୁ ପାଇବି। ତେଣୁ ସେ ଅନେକ ପ୍ରକାରର ଜ୍ଞାନ ଆହରଣ ପାଇଁ, ଈଶ୍ୱରଙ୍କ ବିଷୟରେ ଅନୁସନ୍ଧାନମୂଳକ ଜ୍ଞାନ ଆହରଣ ପାଇଁ ସବୁବେଳେ ଲାଗି ରହିଥାଏ। ସେହିଭଳି ଭକ୍ତି ସବୁବେଳେ ଚାହୁଁଥାଏ ଯେ ମୁଁ କିଭଳି ବିଭିନ୍ନ ପ୍ରକାରରେ ଭକ୍ତି ମାଧ୍ୟମରେ ଈଶ୍ୱରଙ୍କୁ ପାଇପାରିବି। ଏବଂ କ୍ରିୟା ଚେଷ୍ଟା କରୁଥାଏ ଅନେକ ପ୍ରକାରର ଯୋଗାସନ ଏବଂ ପ୍ରାଣାୟାମ କ୍ରିୟା ଦ୍ୱାରା ତଥା କୁଣ୍ଡଳିନୀ କ୍ରିୟା ଦ୍ୱାରା ଈଶ୍ୱରଙ୍କୁ ପାଇବା ପାଇଁ। 4 ଜଣ ଯାକ ବନ୍ଧୁ ନିଜ ନିଜସ୍ୱ ଚେଷ୍ଟାରେ ସବୁବେଳେ ରତ ଥାନ୍ତି। ହେଲେ କେହି ହେଲେ ବିଶ୍ୱାସ କରନ୍ତି ନାହିଁ ଯେ ଅନ୍ୟ 3 ଜଣଙ୍କର ସହାୟତା ମଧ୍ୟ ଆବଶ୍ୟକ। ତେଣୁ ସେମାନଙ୍କ ମନ ଭିତରେ ନିଜ ନିଜର ପ୍ରଚେଷ୍ଟା ଏବଂ ନିଜ ନିଜର ଈଶ୍ୱରଙ୍କୁ ପାଇବାର ମାଧ୍ୟମକୁ ନେଇ ଅହଙ୍କାର ଆସିଯାଇଥାଏ। ଦିନକର ଘଟଣା, ସେମାନେ ସମସ୍ତେ ଗୋଟିଏ ଜାଗାରେ ବିଚାର କଲେ, ଆମେ ଭ୍ରମଣରେ ବାହାରିବା, ଈଶ୍ୱରଙ୍କ ସନ୍ଧାନରେ ବାହାରିବା। ଯାତ୍ରା ଆରମ୍ଭ ହେଲା। ଜଙ୍ଗଲ ବାଟ ଦେଇ ଯାଉଥାନ୍ତି। ଏହି ସମୟରେ ଝଡ଼ ତୋଫାନ ଆରମ୍ଭ ହୋଇଗଲା। ସେମାନେ ଆଶ୍ରୟ ପାଇଁ ବିଭିନ୍ନ ଜାଗା ଖୋଜିବାକୁ ଲାଗିଲେ। ଗଛ ମୂଳେ ବି ଠିଆ ହେଇ ପାରୁନଥାନ୍ତି। ତେଣୁ ଜାଗା ଖୋଜିବା ପାଇଁ ସେମାନେ ବ୍ୟସ୍ତତାର ସହିତ ଲାଗି ପଡ଼ିଥାନ୍ତି। ଏଭଳି ଭାବରେ ଜାଗା ଖୋଜୁ ଖୋଜୁ ସେମାନଙ୍କୁ ଜଙ୍ଗଲ ଭିତରେ ଥିବା ଏକ ମନ୍ଦିର ଦୂରରୁ ଦେଖାଗଲା। 4 ଜଣ ଯାକ ବନ୍ଧୁ କର୍ମ, ଜ୍ଞାନ, ଭକ୍ତି ଏବଂ କ୍ରିୟା, ସେମାନେ ମନ୍ଦିର ଦିଗକୁ ଅଗ୍ରସର ହେଲେ। ସେମାନେ ମନ୍ଦିର ଭିତରକୁ ପ୍ରବେଶ କଲେ, କିନ୍ତୁ ତାହା ଏଭଳି ଏକ ମନ୍ଦିର ଥିଲା ଯାହାର ମୁଖଶାଳାର କାନ୍ଥ ଖୋଲା ଥିଲା ଏବଂ ଈଶ୍ୱର ଠିକ୍ ତାର ମଧ୍ୟଭାଗରେ ଈଶ୍ୱରଙ୍କର ମୂର୍ତ୍ତି ବିରାଜମାନ ଥିଲା। ସେମାନେ ସେହି ମନ୍ଦିରର ଛାତ ତଳେ ଆଶ୍ରୟ ନେଲେ। ଝଡ଼ ତୋଫାନ ଏତେ ବଢ଼ିଗଲା ଯେ ସେମାନଙ୍କୁ ଧୀରେ ଧୀରେ ଭିତରକୁ ଯିବାକୁ ପଡ଼ିଲା ଏବଂ ଧୀରେ ଧୀରେ ମନ୍ଦିରରେ ଥିବା ମୂର୍ତ୍ତି ଆଡ଼କୁ ସେମାନେ ଅଗ୍ରସର ହେଲେ। ଏହାପରେ ଝଡ଼ ତୋଫାନ ପୁଣି ବଢ଼ିବାରେ ଲାଗିଲା। ତେଣୁ ସେମାନଙ୍କ ଉପରେ ପବନ ଏବଂ ପାଣିର ଛିଟା ପଡ଼ିଲା। ସେମାନେ ପୁଣି ଭିତରକୁ ଗଲେ। ସେହି ମୁଖଶାଳାର କେନ୍ଦ୍ରରେ ଥିବା ଈଶ୍ୱରଙ୍କର ଅତି ନିକଟବର୍ତ୍ତୀ ହୋଇଗଲେ ଏବଂ ଈଶ୍ୱରଙ୍କଠାରେ ଲୋଟି ପଡ଼ିଲେ। 4 ଜଣ ଯାକ ଭକ୍ତ ଈଶ୍ୱରଙ୍କ ପାଖରେ ଥାନ୍ତି। ଏହି ସମୟରେ ଈଶ୍ୱରଙ୍କର ଆବିର୍ଭାବ ହେଲା। ଈଶ୍ୱର ସେମାନେ ସମସ୍ତଙ୍କୁ ଦର୍ଶନ ଦେଲେ। ସେମାନେ ଆଶ୍ଚର୍ଯ୍ୟ ହୋଇ ଅନେଇଲେ, ପ୍ରଭୁ, ଆମେ ତ ଏହି ସମୟରେ ଆଶା ହିଁ କରିନଥିଲୁ। ଆମେ ତ କେବଳ ବର୍ଷାରୁ ରକ୍ଷା ପାଇବା ପାଇଁ ଚେଷ୍ଟା କଲୁ। ଆଗରୁ ଆମେ ଅନେକ ପ୍ରଚେଷ୍ଟା କରିଛୁ, କିନ୍ତୁ ଆପଣ ଆମକୁ କେବେ ବି ଦର୍ଶନ ଦେଇନାହାନ୍ତି। ହଠାତ୍ ଏଭଳି ଦର୍ଶନ କେମିତି ଦେଲେ? ଏହା କହି 4 ଜଣ ଯାକ ଈଶ୍ୱରଙ୍କୁ ପ୍ରଣାମ କଲେ। ଈଶ୍ୱର କହିଲେ, ଶୁଣ, ତୁମେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ଗୁଣର ଅଧିକାରୀ। ନିଜ ନିଜ ଉପାୟରେ
ମୋତେ ପାଇବା ପାଇଁ ଚେଷ୍ଟା କରିଛ। କର୍ମ ନିଜ କର୍ମ ଦ୍ୱାରା, ଭକ୍ତି ନିଜ ଭକ୍ତି ଦ୍ୱାରା, ଜ୍ଞାନ ନିଜ ଜ୍ଞାନ ଦ୍ୱାରା ଏବଂ କ୍ରିୟା ବିଭିନ୍ନ ପ୍ରକାରର ଯୋଗ ଏବଂ ପ୍ରାଣାୟାମ କ୍ରିୟା ଦ୍ୱାରା ମୋତେ ପାଇବା ପାଇଁ ଚେଷ୍ଟା କରିଛନ୍ତି। କିନ୍ତୁ ତୁମେମାନେ ଜାଣି ରଖିବା ଉଚିତ ଯେ କୌଣସି ଗୋଟିଏ ଉପାୟରେ ମୁଁ ମିଳେ ନାହିଁ। ଚାରୋଟି ଉପାୟର ଭାରସାମ୍ୟ ରଖୁଥିବା ମଣିଷ ଚାରି ଉପାୟର ସମନ୍ୱୟରେ ମୋତେ ପ୍ରାପ୍ତି ହୋଇଥାଏ। ତେଣୁ ତୁମମାନଙ୍କ ମାଧ୍ୟମରେ ମୁଁ ସମସ୍ତଙ୍କୁ ଶିକ୍ଷା ଦେବାକୁ ଚାହୁଁଛି ଯେ ପ୍ରତ୍ୟେକ ମଣିଷ ଭିତରେ ଯଦି ଚାରୋଟି ଗୁଣର ଭାରସାମ୍ୟ ଥିବ, ଅର୍ଥାତ୍ ନିଜର କର୍ମ ସୁଚାରୁ ରୂପେ ସମ୍ପାଦନ କରିବା ସହିତ ଈଶ୍ୱରଙ୍କଠାରେ ଭରସା ଓ ଭକ୍ତି ରଖୁଥିବ ଏବଂ କ୍ରିୟା ତଥା ଯୋଗ ପ୍ରାଣାୟାମ ଦ୍ୱାରା, କୁଣ୍ଡଳିନୀ ଜାଗରଣ ପ୍ରକ୍ରିୟା ଦ୍ୱାରା ତଥା ନିଜର ଜ୍ଞାନ ବଳରେ ଗୁରୁଙ୍କର ଆଶୀର୍ବାଦ ଦ୍ୱାରା ସେ ଗୋଟିଏ ସମ୍ପୂର୍ଣ୍ଣ ମନୁଷ୍ୟରେ ପରିବର୍ତ୍ତନ ହୋଇ ମୋତେ ପାଇପାରିବ। ଏହା କହି ଈଶ୍ୱର ବିଦାୟ ନେଲେ। ବନ୍ଧୁଗଣ, ଏ ଥିଲା ଛୋଟିଆ ଗଳ୍ପଟିଏ। ଶେଷରେ ଈଶ୍ୱର ମିଳିଲେ ଆଉ କେମିତି ମିଳିଲେ। ଯଦି ଗଳ୍ପଟି ଆପଣଙ୍କୁ ଭଲ ଲାଗିଛି ତେବେ ଭିଡ଼ିଓଟିକୁ ଲାଇକ୍ ନିଶ୍ଚୟ କରିବେ ଏବଂ ଗପ ଅମୃତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଭୁଲିବେ ନାହିଁ। ପୁଣି ଆସିବି ଆଉ ଗୋଟିଏ ଗଳ୍ପ ନେଇ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।